ଆପଣଙ୍କ ଟୋଟାଲ କେତେ ବର୍ଷ ହେଲା ଡାଇବେଟିସ୍ ଅଛି? କେତେ ବର୍ଷର ହିଷ୍ଟ୍ରି ଟିକେ କୁହନ୍ତୁ, କେତେ ବର୍ଷର ଡାଇବେଟିସ୍ ଅଛି? ଡାଇବେଟିସ୍ 8-9 ବର୍ଷ ହେଇଗଲାଣି। 8-9 ବର୍ଷ ହେଲା ନାଇଁ କି? ଆଚ୍ଛା। ହୁଁ, ହୁଁ, ଓକେ। ତ ଓଜନ ଅଛି ଆପଣଙ୍କର 60 କେଜି ଅଛି ନା? ହୁଁ। ଓକେ। ତ ଦେଖନ୍ତୁ ଆମର ଯୋଉ ପ୍ରୋଗ୍ରାମ୍ସ ଥାଏ ନା, ଆମେ କଣ କରିଥାଉ, କନସଲଟେସନ ତ ହେଇଗଲା, ଆପଣଙ୍କୁ ଡାଏଟରୀ ଗାଇଡେନ୍ସ ଦେବୁ। ଫୁଡ ସୁଡ୍ ବି ଦ ମେଡିସିନ। ଓକେ, ଆପଣ କଣ ଖାଇବେ ସୋ ଦ୍ୟାଟ ଖାଦ୍ୟପେୟକୁ ଯଦି ଆମେ ଠିକ ହିସାବରେ ଖାଇବା, ଆମେ ଆପଣଙ୍କୁ ଗୋଟେ ଲିଷ୍ଟ ବି ପଠେଇବୁ ଅନଲାଇନ କନସଲଟେସନ କଲା ପରେ, ଯୋଉଥିରେ କି ଏଷ୍ଟିମେଟେଡ ଗ୍ଲାଇସେମିକ ଲୋଡ, ମାନେ କୋଉ ଖାଦ୍ୟ ତାର 3ଟା ଜୋନ୍ ପଳେଇ ଆସିବ ଆପଣଙ୍କର। ଓକେ, ଯୋଉଟା ଖାଇପାରିବେ ଗ୍ରୀନ ଜୋନ ରେ ଥିବ, ଯୋଉଟା ଖାଇପାରିବେନି ରେଡ୍ ଜୋନକୁ ପଳେଇ ଯିବ। ଓକେ, ଏବେ ମୁଁ ଦେଖୁଥିଲି ଆପଣ ଯୋଉ କହିଲେ କି ଗୋଡ ଝିମ୍ ଝିମ୍ ଲାଗୁଛି ଏଣ୍ଡ ଅଲ୍ ଦିସ୍ ଥିଙ୍ଗ, ତ ରାତିରେ ନିଦ ହଉଛି ନା ନାହିଁ? ହଁ, ନିଦ ହେଇଯାଉଛି। ଓକେ, ପରିସ୍ରା ବାରମ୍ବାର ହଉଛି କି? ନା ଠିକ ହଉଛି। ପିଆ ପିଇ ବେଶୀ କରିଦେଲେ ଅଧିକ, ନହେଲେ ପରିସ୍ରା ଠିକ ବାରମ୍ବାର ଏମିତି ଏତେ ଥର ହୁଏନି। ମୁଁ ଆପଣଙ୍କ ରିପୋର୍ଟ ଦେଖୁଥିଲି। ଅ, ଯୋଉଠି ଫାଷ୍ଟିଂ ସୁଗର 268। ଆଚ୍ଛା, ଯୋଉଦିନ ଟେଷ୍ଟ କଲେ କିଛି ଖାଇକି କରିଥିଲେ ନା ଖାଲି ପେଟରେ କରିଥିଲେ? ନାଇଁ, ସେଇଟା ଖାଲି ପେଟରେ କରିଥିଲେ। ମୁଁ ମାଆକୁ କହିଥିଲି କିଛି ଖାଉନି ବୋଲି, କିନ୍ତୁ ସେ ଖାଲି ମେଥି ଆଗା ପିଇଥିଲା, ଆଉ କିଛି ଖିଆ ପିଆ ହେଇନଥିଲା ଚଳିବ, ସକାଳୁ। ଚଳିବ। ଆଚ୍ଛା, ତାଙ୍କର ଦେଖନ୍ତୁ, ମୁଁ ଦେଖୁଥିଲି ରିପୋର୍ଟରେ ଭିଟାମିନ ଡି ଆଉ ଭିଟାମିନ ଡି ଟା ପୁରା କମି ଯାଇଛି, ବୁଝିପାରିଲେ? ହେଲା ନା? ଆଉ ଏଇ ରିପୋର୍ଟରୁ ଜଣା ପଡୁଛି ସେ ଭେଜିଟେରିଆନ, ସେ ବୋଧେ ଭେଜିଟେରିଆନ, ନନଭେଜ ଖାଆନ୍ତିନି ନା? ନନଭେଜ ଅକେଜନାଲି କେତେବେଳେ କେମିତି ଖାଲି ଟିକେ ମାଛ ଟିକେ ଆଗରୁ ଖାଉଥିଲା, ଏବେ ଖାଇଲେ ଭଲ ଲାଗୁନି ବୋଲି କହୁଛି, ସେଥିପାଇଁ ଏବେ ଖାଉନି। କେତେବେଳେ କେମିତି ଖାଲି ବାଧ୍ୟବାଧକତାରେ ଆଚ୍ଛା, ଖାଇଲେ ଖାଉଛି, ତାଙ୍କର ନହେଲେ ଆଉ ଗୋଟେ ଭେଜିଟେରିଆନ। ଜିନିଷ ମୁଁ ଦେଖୁଥିଲି, ୟୁରିକ ଏସିଡ ବଢିଛି। ଜଏଣ୍ଟ ପେନ୍ ମାନେ ହଉଛି କି? ଜଏଣ୍ଟ ପେନ୍ ହଉଛି କିଛି? ହଁ, ଜଏଣ୍ଟ ପେନ୍। ସେ ଆଗରୁ ଆଣ୍ଠୁ ଫାଣ୍ଠୁ ପେନ୍ ହଉଥିଲା, ଆଣ୍ଠୁ ହାତ ଏସବୁ ଜଏଣ୍ଟ ଗୁଡା ପେନ୍ ହଉଥିଲା। ଏବେ ହୁଁ। ଟିକେ କଣ୍ଟ୍ରୋଲରେ ଅଛି, କିନ୍ତୁ ଆଚ୍ଛା, ମଝିରେ ମଝିରେ ବି ତାଙ୍କର ଥାଇରଏଡ ପ୍ରୋବ୍ଲେମ ଟିକେ ଦେଖଉଛି। ତ ଝାଡା ସଫା ହୁଏ ନା କଠିନ ହୁଏ ଟିକେ ପଚାରିଲେ? ନାଇଁ, ସେଇଟା ସଫା ହୁଏ। ଓକେ। ୟୁରିନରେ ଟିକେ ପସେଲ ଦେଖଉଛି ମଝିରେ ମଝିରେ, କିଛି ହ୍ୱାଇଟ୍ ଡିସଚାର୍ଜ ଟାଇପର, କିମ୍ବା ବ୍ୟାକ୍ ପେନ୍, କିମ୍ବା ପରିସ୍ରା ଜଳାପୋଡା କିଛି କରେ? ମେରୁଦଣ୍ଡ କାଟୁଛି ଟିକେ ଟିକେ କେତେବେଳେ କେତେବେଳେ। ହଁ, ବ୍ୟାକ୍ ପେନ୍, ରାଇଟ୍? ଓକେ, ବୁଝିଗଲି। ଆମେ କଣ କରିବୁ ଏଇ ସବୁ ଜିନିଷ ଦେଖିଲା ପରେ, ହେଁ, ତାଙ୍କ ପାଇଁ ଏଇ ଯାହା ଯାହା ଡିଫେକ୍ଟ ମୁଁ ଦେଖୁଛି ରିପୋର୍ଟରେ, ଏଇ ହିସାବରେ ଏବେ ତ କିଛିଟା ଭିଟାମିନ ଟିକେ ଲେଖୁଛି ତାଙ୍କୁ। ଆଉ ଆଫ୍ଟର ଦ ରିପୋର୍ଟ ମୁଁ କିଛିଟା ଭିଡିଓ ପଠେଇବି, ଗୋଟେ ଗ୍ରୁପର ଲିଙ୍କ ପଠେଇବି, ଆପଣ ଜଏନ୍ ହେଇଯିବେ। ଆମର 1 ଇୟର ପ୍ରୋଗ୍ରାମ ଯୋଉଟା, ସେଠି ପ୍ରତିଦିନ ରାତି 9ରୁ 10 କ୍ଲାସ ହବ। ଓକେ, ଆଜି ବି ଆପଣ ଆଜ୍ଞା, ଜଏନ୍ କରିପାରିବେ। ଓକେ, ଆଜ୍ଞା, ମୁଁ ଆଜ୍ଞା। ଗ୍ରୁପର ଲିଙ୍କ ଏବେ ପଠଉଛି ଆପଣଙ୍କୁ, ଜଷ୍ଟ 1 ଇୟର। ଓକେ, ତ ଏଥିରେ ଫାଇଦା କଣ ହବ, ଏଭରିଡେ ଆମର କ୍ଲାसेସ୍ ଯୋଉ ହେଇଥାଏ ଆପଣ ତାକୁ ଆଟେଣ୍ଡ କରିପାରିବେ, ବୁଝିପାରିଲେ? ଆଉ ଏଇ ଯୋଉ ଲିଙ୍କଟା ପଠଉଛି ଆପଣଙ୍କୁ, ଜଷ୍ଟ ମିଟିଂ ସରିଲା ପରେ ଆପଣ ତାକୁ କ୍ଲିକ୍ କରିଦେବେ, ଗ୍ରୁପରେ ଜଏନ୍ ହେଇଯିବେ। ଜଏନ୍ ଅପସନ ଗୋଟେ ଆଜ୍ଞା, ବାହାରିବ ଆପଣଙ୍କୁ। ଓକେ, ଜଏନ୍ ବୋଲିକିରି ଆପଣ ସେ ଜଏନ୍ ହେଲା ପରେ, ଆଜ୍ଞା, ସେ ଏଟା ଆମର ପ୍ରାଇଭେଟ ଗ୍ରୁପ, ମାନେ 1 ଇୟର ଯୋଉମାନେ ଜଏନ୍ କରନ୍ତି ତାଙ୍କ ପାଇଁ ସେ ଗ୍ରୁପଟା ହେଇଥାଏ, ରାଇଟ୍? ଆଜ୍ଞା, ୟା, ଆଜ୍ଞା, ତ ସେଥିରେ କଣ ହବ, ଆପଣଙ୍କର କାମ ହେଲା, ଆପଣ ଡେଲି ସେଥିରେ ଆମର ଡାଇଟିସିଆନ ଅଛନ୍ତି ସେଠି, ଆପଣଙ୍କୁ ଆମର ଓଲ୍ଡ ପାର୍ଟିସିପେଣ୍ଟ ଯୋଉମାନେ ଅଲରେଡି ରିଭର୍ସ କରିସାରିଛନ୍ତି, ଶହ ଶହ ହଜାର ହଜାର ପାର୍ଟିସିପେଣ୍ଟ ଅଛନ୍ତି, ଆପଣଙ୍କୁ ଗାଇଡ କରିବୁ, ପ୍ଲସ୍ ମୋର ଡାଇଟିସିଆନ ଆପଣଙ୍କୁ ସପୋର୍ଟ କରିବେ, ବୁଝିହେଲା? ଆଜ୍ଞା, ତାପରେ ନେକ୍ସଟ ଷ୍ଟେପ୍ ହେଲା ଆପଣଙ୍କର ଡାଇଟିସିଆନ ସାଙ୍ଗରେ କନସଲଟେସନ। କାଲି ମୋର ଡାଇଟିସିଆନ ଆପଣଙ୍କୁ କଲ୍ କରିକି ଆପଣଙ୍କ ସାଙ୍ଗରେ କଥା ହେବେ। ମୁଁ ତାଙ୍କ ନମ୍ବର ଆପଣଙ୍କୁ ଦଉଛି, ଯେତେବେଳେ ଟାଇମ ହେବ ଆପଣ ଟିକେ ତାଙ୍କୁ ବି କଲ୍ ଲଗେଇକି କଥା ହେଇଯିବେ, ଠିକ ଅଛି? ୟା, ଆଜ୍ଞା, ତାପରେ କଣ ହବ, ଆପଣଙ୍କର କେତେଟା ଭିଡିଓ ଟିକେ ଦେଖିବେ, ଗଡ୍ ହିଲିଂ କାହିଁକି ଦରକାର ପଡେ, ଏଣ୍ଡ ପ୍ରୋଗ୍ରାମ ଜଏନ୍ କଲା ପରେ କଣ ଡାଏଟ୍ ପ୍ଲାନ ନେବେ, ଏସବୁ ଜିନିଷ ଆମେ ପଠେଇଥାଉ। ଓକେ, ମୁଁ ଯାହା ଯାହା ଦରକାର ଷ୍ଟେପ୍ ବାଇ ଷ୍ଟେପ୍ ଆପଣଙ୍କୁ ପଠଉଛି। ମୋର ୟା ପରେ କନସଲଟେସନ ସରିଲା ପରେ କିଛିଟା ଭିଟାମିନ୍ସ ବି ପଠେଇବି ତାଙ୍କୁ। ହେଁ, କଣ ଖାଇବେ କଣ ଆଜ୍ଞା, ଖାଇବେନି ତାର ଡିଟେଲ୍ସଟା ବି ପଳେଇଯିବ ଆପଣଙ୍କୁ। ଆଉ ଏଇ ଯୋଉ ଡାଏଟ୍ ପ୍ଲାନ୍ସକୁ ନେଇକି ଗୋଟେ ଭଲ ଭିଡିଓ ବି ରେକର୍ଡ କରିଛି, ଆପଣଙ୍କୁ ପଠେଇ ଦଉଛି। ଯେତେବେଳେ ଟାଇମ ମିଳିବ ଆପଣ ଟିକେ ତାକୁ ଦେଖିବେ। ଓକେ, ମୁଁ ସେୟାର କରିଦଉଛି ଆପଣଙ୍କୁ, ଜଷ୍ଟ ଏ ମିନିଟ୍। ୟା, ଆଉ ଏଭରିଡେ ପ୍ରତିଦିନ ଯୋଉ ଖାଦ୍ୟ କଣ ଖାଇବେ କେମିତି ତାର ଭିଡିଓ ବି ରେକର୍ଡ ଅଛି। ପ୍ଲସ୍ ଆଜ୍ଞା, ମୋର ଡାଇଟିସିଆନ ସାଙ୍ଗରେ ଯଦି କଥା ହେବେ, ନମ୍ବରଟା ଦେଇ ଦେଇଛି ଆପଣଙ୍କୁ, ହେଲା?
ଆଉ ଆଜ୍ଞା କାଲି ଟିକେ କଥା ହେଇଯିବେ ତାଙ୍କ ସାଙ୍ଗରେ, ସେ ବି କଲ୍ କରିବେ। ଆଉ ନେକ୍ସଟ ହେଲା ଆପଣଙ୍କର ୟେସ୍, ହଁ, ଯୋଉ ଭିଟାମିନ୍ସ କମ୍ ଅଛି ସେଟା ମୁଁ ଟିକେ ଲେଖି ଦଉଛି ଏବେ ଆପଣଙ୍କୁ। ସୋ ଆଜ୍ଞା ଭିଟାମିନ୍ ବି କମ୍ ଅଛି ଆପଣଙ୍କର, ସେଥିପାଇଁ ଗୋଡ ଝିମ୍ ଝିମ୍ ମାରୁଛି ହେଲା। ଆଉ ବ୍ୟାକ୍ ପେନ୍ ହେବାର କାରଣ, ଜଏଣ୍ଟସ୍ ପେନ୍ ର ମୁଖ୍ୟ କାରଣ ଭିଟାମିନ୍ ଡି ବହୁତ କମି ଯାଇଛି ଆପଣଙ୍କର, ବୁଝିପାରିଲେ? ସାର୍ ଆଉ ଗୋଟେ ଜିନିଷ ଗୋଟେ କହିବାକୁ ଭୁଲି ଯାଇଥିଲି। ହୁଁ ହୁଁ ମା କଣ ହୁଏ ବେଳେ ବେଳେ ଏମିତି ସାଙ୍ଗେ ସାଙ୍ଗେ ଠିଆ ହେଇଥିବ ମୂର୍ଚ୍ଛା ହେଇଯାଏ। ଆଚ୍ଛା, ବିପି କେତେ ରହୁଛି ତାଙ୍କର? ବିପି ତ ସେ ଏବେ ରିସେଣ୍ଟଲି ଚେକ୍ କରିନି, କିନ୍ତୁ ନର୍ମାଲ ବିପି ରହୁଛି। ହୁଁ ହୁଁ ଏବେ ନା ନା, ରିସେଣ୍ଟଲି ଯେହେତୁ ଅନଲାଇନ କନସଲ୍ଟ କରୁଛନ୍ତି ଆପଣ, ବିପି ଜରୁର ଚେକ୍ କରିକି ମତେ ଜଣେଇବେ, ବୁଝିପାରିଲେ? କାଲି ଆଜ୍ଞା ମୁଁ ବି ଏଇଟା ଆଜ୍ଞା ହ୍ୱାଟ୍ସଆପ୍ କରିଦଉଛି ଆପଣଙ୍କୁ, ବିପି କାଲି ଜରୁର ଜଣେଇବେ। ଏବଂ ତାକୁ ଆଜ୍ଞା ଦେଖିକି ବି ଯଦି ମୁଣ୍ଡ କଣ ପାଇଁ ମୂର୍ଚ୍ଛା ହଉଛି ଏ ନ ସବୁ ଜଣା ପଡିଯିବ। ବେଳେ ବେଳେ କଣ ହୁଏ ନା, ବିପି ଯଦି ହାଇ ଥିବ ଷ୍ଟ୍ରୋକ୍ ହେଇକି ଏମିତି ହେବାର ଚାନ୍ସେସ୍ ଥାଏ। ଏବଂ ଅଦର ରିପୋର୍ଟସ୍ କୁ ଦେଖିକି ମୁଁ ଆପଣଙ୍କୁ ପୁରା ଗାଇଡ କରିଦେବୁ ଆମ ଟିମ୍। ଆମର 1 ଇୟର ପ୍ରୋଗ୍ରାମରେ ବହୁତ ଆଜ୍ଞା କିଛି ଆପଣ ଭ୍ୟାଲୁ ପାଇପାରିବେ। ଯୋଉ ଡାଏଟ୍ ପ୍ଲାନ୍ସ ପଠେଇଛି ଆପଣଙ୍କୁ ଟିକେ ତାକୁ ପ୍ରିଣ୍ଟ କରିଦେବେ ହେଲା। ଆଉ ତାକୁ ଆଜ୍ଞା କେମିତି ଫଲୋ କରିବେ, ତାପରେ ଆମ ଡାଏଟିସିଆନ ଆପଣଙ୍କୁ ଡିଟେଲ୍ସ ଗାଇଡ କରିବେ, ଠିକ ଅଛି? ଆଜ୍ଞା ପଠେଇ ଦଉଛି ଆପଣଙ୍କୁ, ଦେଖନ୍ତୁ। ସେଥିରେ ଇଜିଏଲ ଚାର୍ଟ ବି ପଠେଇବି। ଆଣ୍ଡ ଆପଣ ଯେହେତୁ ଅନଲାଇନରେ ଅଛନ୍ତି, ବହୁତ ସାରା ପେସେଣ୍ଟ ଆମର ଅନଲାଇନରେ ବି ରିଭର୍ସ କରୁଛନ୍ତି। ଆଣ୍ଡ ଆପଣ ବି ଘରେ ଥାଇକି ଆପଣଙ୍କ କାମ ହେଲା ଯୋଉ ଖାଦ୍ୟ ଖାଉଛନ୍ତି ଫୁଡ ପ୍ଲେଟ, ଟିକେ ଫୁଡ ପ୍ଲେଟ ସେୟାର କରିଦେବେ। ଆମେ କଣ ଚେଞ୍ଜ କରିବେ ତାକୁ ଦେଖିକି ଆମେ ଆଡଭାଇସ ଦେବୁ, ଆଜ୍ଞା ବୁଝିହେଲା? ଭାତ ରୁଟି ଟିକେ କମ କରିବାକୁ ପଡିବ ଆପଣଙ୍କୁ, କମନ ଯୋଉଟା ଖାଉଛନ୍ତି। ଯଦି ଖାଉଛନ୍ତି ନନଭେଜ ଫୁଡ, ଯଦି ଖାଆନ୍ତି ମାଛ ମାଂସ, ଟିକେ ବଢେଇଲେ ଭଲ ପ୍ରୋଟିନ ମିଳିବ ଆପଣଙ୍କୁ, ଭିଟାମିନ୍ସ ମିଳିବ ଆପଣଙ୍କୁ, ଠିକ ଅଛି? ଆଉ ତାପରେ ଆଜ୍ଞା ବାକି ଡିଟେଲ୍ସଟା ମୋର ଡାଏଟ୍ ପ୍ଲାନ୍ସ ମୋର ଭିଡିଓରେ ଅଛି, ଆପଣ ପାଇଯିବେ। ଆଉ ମୁଁ ଯୋଉ ଭିଟାମିନ୍ସ ଆଜ୍ଞା ଏଭରିଡେ ଆପଣଙ୍କୁ ଗାଇଡେନ୍ସ ଦେବୁ, ସେଥିରେ ଆମେ କରେକ୍ସନ କରିଦେବୁ ଆପଣଙ୍କ ମିଶି। ଆଉ ସପ୍ତାହେ ପରେ କେତେ ସୁଗର ରହିବ ଆମକୁ ଟିକେ ଚେକ୍ କରିକି ଜଣେଇବେ ଆଫ୍ଟର 1 ୱିକ୍। ଆଫ୍ଟର 1 ଆଜ୍ଞା ୱିକ୍ ତାଙ୍କର ଫାଷ୍ଟିଂ ବ୍ଲଡ ସୁଗର ଆଉ ପିପିଭିଏସ୍ ଜଣେଇକି ଆମକୁ ପଠେଇବେ, ସୋ ଦ୍ୟାଟ ଯେହେତୁ ସେ କିଛି ମେଡିସିନ ଖାଉନାହାନ୍ତି, ଆମକୁ କିଛି ଲେଖୁନି, ଖାଲି ଭିଟାମିନ 2ଟା ଲେଖିଛି ତାଙ୍କୁ। ଓକେ, ଆଜ୍ଞା ଆଉ କଣ ଡାଉଟ୍ ପଚାରନ୍ତୁ? ଡାଉଟ୍ ମାନେ ଏବେ ସିଏ ତ ନନଭେଜ ଖାଉନି, ଆଉ ନନଭେଜ କଣ ନ ଖାଇଲେ ଚଳିବ ତ? ନନଭେଜ ଯଦି ଖାଇବେ ଶୀଘ୍ର ରିଭର୍ସ ହେଇଯିବ। ଆଉ ନ ଖାଇଲେ ଭିଟାମିନ୍ସ ନେବାକୁ ପଡିବ ବାହାରୁ, ଯେହେତୁ ସେ ମାନେ ଭେଜରେ ସେ ଭିଟାମିନ୍ ନଥାଏ। ଆଉ ମ୍ୟାକ୍ସିମମ୍ ଭେଜିଟେରିଆନ ଯୋଗ ଏଇ ଯୋଉ ସଫର ହୁଅନ୍ତି ଏଇ ଡିଜିଜ ଦ୍ୱାରା। ସୋ ଆମେ ବେଳେବେଳେ କହିଥାଉ ଯଦି ନନଭେଜ ଆପଣ ନିଅନ୍ତେ, ଅତି ଶୀଘ୍ର ତାଙ୍କ ଡିଜିଜଟା ରିଭର୍ସ ହେଇଥାନ୍ତା, ବୁଝିପାରିଲେ? ନନଭେଜ ରେ କଣ କଣ ଖାଇବାକୁ ପଡିବ? ମାଛ ମାଂସ ସବୁ ଖାଇବାକୁ ପଡିବ କି? ସବୁଠୁ ଭଲ ହଉଛି ମାଛ, ମୁଁ କହିଦଉଛି ଆପଣଙ୍କୁ, ସବୁଠୁ ଭଲ ହଉଛି ଫିsh। ଫିsh ଇଜ ଦ ବେଷ୍ଟ ଫୁଡ। ଆଜ୍ଞା ଓକେ, ଅଣ୍ଡା ବି ଆଜ୍ଞା ଖାଇପାରିବେ, and all these things। ଆଉ ଯୋଉ ଭିଟାମିନ୍ସଟା ମୁଁ ଲେଖିଛି ସବୁ ଦୋକାନରେ ମିଳିଯିବ, କିଛି ଓରି ହେବାର ନାହିଁ। ଆଉ ତାକୁ ଦେଖିକି ଫେର ମୁଁ ଆପଣଙ୍କୁ ଗାଇଡ କରିବି ଏଭରିଡେ ଯୋଉ ଆପଣଙ୍କର ପ୍ଲାନ୍ ହବ, ଠିକ ଅଛି? ଆଜ୍ଞା ଓକେ, ସୋ ମୁଁ ଅଲରେଡି ଆଉ ସେୟାର କରିଦେଇଛି ଆପଣଙ୍କୁ। ଇଫ୍ ଏନି ଅଦର ଡାଉଟ୍ସ ଲେଫ୍ଟ ଆପଣ ପଚାରି ପାରିବେ। ସେ ଯୋଉ ମଝିରେ ମଝିରେ ଯୋଉ ମୂର୍ଚ୍ଛା ହେଇଯାଉଛି, ସେଟା ମୋଷ୍ଟ ପ୍ରୋବାବଲି ସେ ସକାଳୁ ଆଗା ଉଠିଲା ପରେ ସେ ଯାଇଥାଉଛି ଟଏଲେଟ କୁ ଯାଇଥାଉଛି, ସେଠି ହିଁ ପଡିଯାଉଛି। ଆଉ ସେମିତି ହେଇକିରି 3-4 ଥର ଏମିତି ହେଲାଣି, ଆଉ ନାଇଁ ମୁଣ୍ଡକୁ ନାଇଁ, ଦିଥର ମାଡ ସେଇଟା ହେଇଯାଇଛି। ଏଇଟା ମ୍ୟାକ୍ସିମମ୍ କେସରେ ଆମେ ଦେଖିଥାଉ। ଇଟ୍ ଇଜ ଏ ସାଇନ୍ ଅଫ୍ ସମଟାଇମ୍ସ ଭାବିଥାଉ ଆମେ କି ଏପିଲେପ୍ସି କହିଥାଉ ତାକୁ, ମୂର୍ଚ୍ଛା ରୋଗ କହିଥାଉ। ବଟ୍ ତାକୁ ଆକ୍ଚୁଆଲି ଡାୟଗ୍ନୋସ୍ କରିବାକୁ ପଡିବ, ଏଇଟା ମୂର୍ଚ୍ଛା ରୋଗ ନା ଅଲଗା କଣ। ବେଳେବେଳେ ବିପି ଲୋ ହେଲେ ବି ସେମିତି ହୁଏ। ହେଁ, ସେ ବେ- ହଉନାହାନ୍ତି। ବେଳେବେଳେ ବିପି ହାଇ ହେଲେ ବି ସେମିତି ହୁଏ। ତ ଆପଣ ବିପି ଟିକେ ମାପିକି ଜଣାନ୍ତୁ, ନହେଲେ ମୁଁ କଣ କରିବି, ମୁଁ ଆପଣଙ୍କୁ ଅନଲାଇନରେ ଗାଇଡ କରିଦେବି ପୁରା, ଠିକ ଅଛି? କିଛି ଓରି ହେବାର ନାହିଁ, ଆମର ଅନଲାଇନରେ ହଜାର ହଜାର ପେସେଣ୍ଟ ଯୋଉମାନେ ଅଛନ୍ତି ଆପଣ ଦେଖିବେ, ଯୋଉମାନଙ୍କ ଏମିତି ମୂର୍ଚ୍ଛା ରୋଗ ଥିଲା ବି ସେଟା ବି କମିଯିବ। ଆଣ୍ଡ ଅଦର ପ୍ରୋଟୋକଲ ଆମେ ଆପଣଙ୍କୁ ବତେଇବୁ କେମିତି କଣ କରିବାକୁ ପଡିବ, ଠିକ ଅଛି? ଓକେ, ଠିକ ଅଛି ମାଉସୀ। ଏବେ ଆମର ନେକ୍ସଟ କ୍ଲାସ 9ଟା ବେଳେ ଅଛି। ସୋ ଆପଣଙ୍କୁ ଲିଙ୍କ ପଳେଇଯିବ, ଆପଣ ସେ ଲିଙ୍କରେ ଜଏନ୍ କରିଯିବେ। ଏବେ ଯୋଉ ଲିଙ୍କ ପଠେଇଛି ତାକୁ କ୍ଲିକ୍ କରିକି 1 ଇୟର ପ୍ରୋଗ୍ରାମ ଜଏନ୍ କରିଯାଆନ୍ତୁ ଆପଣ, ଠିକ ଅଛି? ସେଟା ଆମର ପ୍ରାଇଭେଟ ଗ୍ରୁପ, ଠିକ ଅଛି?